ଆପଣ ଦାଦା ଟିକେ କହିବେ ଆପଣଙ୍କ ଫ୍ୟାମିଲି ବିଷୟରେ ଟିକେ କହିବେ ଛୋଟବେଳୁ ଆପଣ କେତେ ଭାଇ ଭଉଣୀ ବାପା କ'ଣ କରୁଥିଲେ ଘର କେଉଁଠି ଥିଲା ସେ ବିଷୟରେ ଟିକେ ଜଣେଇବେ ଲୋକ ଜାଣିବାକୁ ଚାହୁଁଛନ୍ତି। ମୋ ବାପା ସୁପରିନଟେଣ୍ଡେଣ୍ଟ ଅଫ୍ ପୋଲିସ ଥିଲେ SP ତେଣୁ ଏବଂ ଆମେ ସବୁ ସୁଦ୍ଧା 8 ଭାଇ 2 ଭଉଣୀ। ସେ ଭିତରେ ବର୍ତ୍ତମାନ ଦେବୁ ବୋଷ ନାଁ ଶୁଣିଥିବେ ଯେ ସିନେମାରେ ଅଭିନୟ କରିକିରି ବହୁତ ନାଁ କରିଥିଲେ ଦେବୁ ବୋଷ ସେ ମୋ ଭାଇ ଏବଂ ସମସ୍ତେ କିଛି ନା କିଛି କଳା ସହିତ ସମ୍ପୃକ୍ତ। ତାପରେ ଗୋଟାଏ ସମୟ ଆସିଲା ବାପା ଚାଲିଗଲେ ଯେତେବେଳେ ମୋତେ 10 ବର୍ଷ ବୟସ କିନ୍ତୁ ବାପାଙ୍କର ଆଦର୍ଶରେ ଆମେ ଅନୁପ୍ରାଣିତ। ବାବା ବହୁତ ପୋଲିସ ହିସାବରେ ବହୁତ ନାଁ ଅର୍ଜନ କରିଥିଲେ। ସେତେବେଳକୁ ତାର କାରଣ ହେଉଛି କାମରେ ଏତେ ବିଜି ରହୁଥିଲେ ଏତେ ବ୍ୟସ୍ତ ରହୁଥିଲେ ଆମର ପ୍ରାୟ କମ୍ ଦେଖା ସାକ୍ଷାତ ହୁଏ ଏବଂ ବାପା ଯେତେବେଳେ ଘରେ ଥାଆନ୍ତି ବହୁତ ମଉଜ ମଜଲିସ ହୁଏ। ଆମେ ସବୁ ସୁଦ୍ଧା କହିଲି 8 ଭାଇ 2 ଭଉଣୀ। ବର୍ତ୍ତମାନ ଆଉ ମୋ ପାଖରେ କେହି ନାହାନ୍ତି। 7 ଭାଇ ଚାଲିଗଲେ ଜଣଙ୍କ ପରେ ଜଣେ। ବର୍ତ୍ତମାନ ମୁଁ ଏକମାତ୍ର ରହିଗଲି। ଆଉ ମୋ ତଳେ ଗୋଟାଏ ଭଉଣୀ ଉପରେ ଜଣେ ଭଉଣୀ। ଆଉ ଆମର ସବୁବେଳେ ନାଚ ଗୀତ ଏଇଗୁଡ଼ାକରେ ଆମେ ବ୍ୟସ୍ତ ରହୁଥିଲୁ। ବାପା ଥିଲେ ଗଞ୍ଜାମ କଳା ପରିଷଦ ଜଣେ ପୃଷ୍ଠପୋଷକ ଥିଲେ। ଆଉ ବହୁତ ବସନ୍ତ ପାଣିଗ୍ରାହୀ ଏଇସବୁ ଥିଲେ ସେତେବେଳକୁ। ମୋର ସବୁଠୁ ବଡ଼ ଭାଇ ଥିଲେ ମାନେ ରିଟାୟାର କଲେ ଏବଂ ବର୍ତ୍ତମାନ ନାହାନ୍ତି। ସେ ବି ଚାଲିଗଲେଣି। ସିଏ ଥିଲେ ପ୍ରିନ୍ସିପାଲ CCF ଫରେଷ୍ଟ ଡିପାର୍ଟମେଣ୍ଟ। ତାଙ୍କର ନାଁ ହେଉଛି ସୌରେନ୍ଦ୍ରନାଥ ବୋଷ। ତାପରେ ତାଙ୍କର ତଳ ଯେଉଁ ଭାଇ ସିଏ ଥିଲେ ସଙ୍ଗ ଆଣ୍ଡ ଡ୍ରାମା ଡିଭିଜନ ଭୁବନେଶ୍ୱରରେ ଥିଲେ। ତାପରେ ଦିଲ୍ଲୀ ଟ୍ରାନ୍ସଫର ହେଲା। ସେ ଯେଉଁ ସେଟ୍ ଡ୍ରାମାର ଯେଉଁ ଷ୍ଟେଜ କ୍ରାଫ୍ଟିଂ କରୁଥିଲେ ଏବଂ ତାଙ୍କର ସବୁଠୁ ବଡ଼ ଗୁଣ ଥିଲା ମୂର୍ତ୍ତି ତିଆରି କରିବା। ମାନେ କମର୍ସିଆଲ ନୁହଁ ନିଜେ କରନ୍ତି ଖୁସିରେ। ତାଙ୍କ ନାଁ ହେଉଛି ଦୀପେନ୍ଦ୍ରନାଥ ବୋଷ। ସିଏ ଦୁର୍ଗା ମୂର୍ତ୍ତି କରୁଥିଲେ ମାନେ ବେଶ ବଡ଼। ଗଣେଶ ମୂର୍ତ୍ତି ବି ବହୁତ ବଡ଼। ଦିଲ୍ଲୀରେ ମଧ୍ୟ ସେ ତାପରେ ତାଙ୍କର ଦିଲ୍ଲୀ ଟ୍ରାନ୍ସଫର ହେଲା ସେଇ ସଙ୍ଗ ଆଣ୍ଡ ଡ୍ରାମା ଡିଭିଜନରେ। ସେଠି ବି ସେ ବିରାଟ ଦୁର୍ଗା ମୂର୍ତ୍ତି କରିଥିଲେ। ତାଙ୍କର କାମ ତ ସେଟ୍ ଡିଜାଇନିଂ କରିବା ତା ଛଡ଼ା ସେ ଯେଉଁ ମୂର୍ତ୍ତି କରିଥିଲେ ଦୁର୍ଗା ମୂର୍ତ୍ତି ବହୁତ ଆଡ଼ୁ ଲୋକ ଆସୁଥିଲେ ଦେଖିବା ପାଇଁ। ଇଏ ହେଲେ ମୋର ମଝିଆ ଭାଇ। ତାପରେ ଭାଇ ତା ତଳ ଭାଇ ହେଉଛନ୍ତି ରଥୀନ୍ଦ୍ରନାଥ ବୋଷ। ଆପଣ ଭାବିବେ ଇଏ କିଏ? ଇଏ ହେଉଛନ୍ତି ସେଇ ଦେବୁ ବୋଷ। ସେ ଫିଲ୍ମରେ ଆକ୍ଟିଂ କଲା ପରେ ତୃତୀୟ ଭାଇ। ଇଏ ଆପଣ ଥାର୍ଡ଼ ବ୍ରଦର। ଇଏ ହେଉଛନ୍ତି ଫାର୍ଷ୍ଟ ଗଲା ସେକେଣ୍ଡ ଗଲା ଥାର୍ଡ଼ ଭାଇ। ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ କର୍ପୋରେସନରେ ସେ କାମ କରୁଥିଲେ। ତାପରେ ସେ ଏପଟେ ତାଙ୍କର ସବୁଠୁ ବଡ଼ ଜିନିଷ ହେଲା ଯେ ଫିଲ୍ମରେ ଆକ୍ଟିଂ କଲେ ବି ସେ ଦିନେ ବି ଛୁଟି ନେଇକିରି କାମ କରିନାହାନ୍ତି। ଦିପଟେ ଆଡ଼ଜଷ୍ଟ କରିଛନ୍ତି। ଏପଟେ ଅଫିସରେ କେହି ଜଣେ କହିପାରିବେନି ଯେ ସେ ଢିଲା ମାରୁଛନ୍ତି ଏବଂ ଫିଲ୍ମରେ ଯେଉଁ ଟାଇମ୍ ଦିଆ ହେଇଥିବ ସେଇ ଟାଇମ୍ରେ ସେ ପହଞ୍ଚି ଯାଆନ୍ତି। ଆମେ ଜାଣିଛୁ
लोक जानी देबुदा बहुत भल क्यारेक्टर एक्टिंग करती सी किसी सिनेमा भिलियन काम भी करती जो चरित्र दि जाए सी भल करती किंतु गोटे जिनस लोक हुए तो जानी ना सी जड़े भल ओडिसी डांसर से ओडिसी छोट बड़ू शिखी ना केमती कौन आप कहले कि एक्चुअली कथा होची जे आपण मैंने जानी थे केलुचरण महापात्र सी मोर दीदी संयुक्ता पाणिग्राही एमाने सबू से केलु बाबू पाखरे ही नाच शिखी से समय देबुदा से बसी था सेटा देखी देखी से शिखीगले डांस शिखीगले एवं जड़े प्रोफेशनल डांसर हो गले एवं गोटे सिनेमा से नाच पे कास्टिंग कराई एटा very इंटरेस्टिंग सेटा होची बन आकाश फिल्म रे से नाची थिले एवं से नाचर डायरेक्शन भी से निजे देइथिले तापर आपण चतुर्थ भाई तांको ना कौन से कौन करथिले तांको तळ भाई जे से एनआईसी रे थिले से बे नाहंती नेशनल इनफॉरमेशन ब्यूरो से थिले से तांको ना होची रणेंद्रनाथ बोस आ डाको ना हला जय पंचम भाई से भायोलिन बजाती बहुत भल भायोलिन बजाती एवं धीरे धीरे तांको स्त्री चलीगला परे से धीरे धीरे छाड़ीदेले भायोलिन षष्ठ तांको तल भाई हेले सुभाष बोस जी एजी ऑफिस रे वेलफेयर ऑफिसर थिले एवं से तांकर विशिष्ट भूमिका कथा जदि कहबी ताहले से बहुत लोकंकर सेवा करती बहुत को रिक्शा वाला पाखरे पैसा नहीं हॉस्पिटल जीवा दरकार होची ताकू निजे नहीं कि हॉस्पिटल रे भर्ती करने आरंभ करिकी सब करते कौन गरीब लोक कौन धनी कौन गरीब कौन तांकर मन भितरू आसे सेवा मनोभावटा तापर भाई तापर भाई होची मु जे कि वर्तमान बंचिकी रही आपले ता मो तल भाई थिला एठी आर्मी रे कर्नेल से भी नहीं वर्तमान आपले मु होची षष्ठ तापर सभा सान भाई जी सी थिला इंजीनियर थिला से को कंपनी मोर मने नहीं ना ना हूँ तुषार कांति बोस अच्छा आपण दीदी जो आपण को बड़ जड़े आ सान जड़े बड़ जड़े तांको ना हूँ साधना बोस तांको तल भौणी जे सी हूँ अल्पना बोस दी जन जाक नाचुतिले किंतु दीदींकर बहुत ना थिला मोर गोटे झुंक थिला झुंक माने विभिन्न कला कारण आमर तो कलाकार परिवार देबू बोसुं को तो समस्ते जानी मते जानी नांती एइथिपाई जे मु केवल दूरदर्शन रे ही मोर जीवनटा सीमित रहीगला तेबे कथा होची जे पिला बेले गोटे झुंक थिला मु पिला बेले कविता लिखुଥିଲି कविता पुणी कोठी ना गणित खाता इतिहास खाता तार साइड जो जगह था गोटे किसी लिखि दिए सहीठू एमती करू करू मोर गोटे सांग थिला राधामोहन साहू मानसिक पाटना रे तांकर घर से कहला अरे यहीटा बढ़िया होती रे खबर कागज बाहर कथा मु कहली माड़ खाइबू कि खबर कागज किए छापिब सी जाऊ एमती प्रत्येक दिन आम खरा बेले 4टा बेले बुली जाऊ से कलिंग बोली गोटे न्यूज़ पेपर बाहर थिला
ବିଜୁ ପଟ୍ଟନାୟକଙ୍କର। ସେ ବାଟେ ଗଲାବେଳକୁ ସିଏ କେତେବେଳେ ମୋର ସେ କବିତାଟାକୁ ଚିରିକି ପକେଟରେ ରଖିଦେଇଛି। ଗଲାବେଳକୁ ସେଠୁ କଳିଙ୍ଗ ଅଫିସ୍ ପାଖରେ ଛିଡ଼ା ହେଇଗଲା। ସେ ଯେଉଁ ଗାର୍ଡ଼ ଥିଲା ସେ ଗାର୍ଡ଼କୁ କହିଲା ଯେ ଏଇଟା ତୁମ ଏଡ଼ିଟରଙ୍କୁ ଦେଇଦିଅ। ସେ ଦେଇଦେଇଛି। ମୁଁ ଆଚମ୍ବିତ ହେଇଗଲି। ତା ପରଦିନ ସେ କବିତାଟା କଳିଙ୍ଗରେ ପ୍ରକାଶ ପାଇଛି। ମୁଁ କହିଲି ତୁ ଏଡ଼େ ବଦମାସ ନା ଆଉ କ'ଣ ତୁ ଲେଖୁଛୁ, ଆଉ ଏଇଟା ଲୋକ ନ ଜାଣିଲେ କେମିତି ହେବ। ସେଇଠୁ ଏମିତି କବିତା ଚାଲିଥିଲା। ସମାଜରେ ସେମିତି ଠିକ୍ ଗୋଟାଏ ଲଫାଫାରେ ଭର୍ତ୍ତି କରିକି ପୋଷ୍ଟ କରିଦେଲି, ଚନ୍ଦ୍ର ଦେଶରେ ପଶୁ କାର୍ଟୁନ୍। ବହୁତ ଦିନ ଚାଲିଲା। ଏଇଟା ଥିଲେ ସେତେବେଳକୁ ଉଦୟନାଥ ଷଡ଼ଙ୍ଗୀ, ଶିଶୁ ଲେଖକ, ଏଇଟା ସମାଜର ବାର୍ତ୍ତା ସମ୍ପାଦକ। ସିଏ ମୋ ପାଖକୁ ଗୋଟେ ଚିଠି ଲେଖିଲେ ଯେ ମୋତେ ଟିକେ ଦେଖା କର। ଆପଣ ସେତେବେଳେ କେଉଁ କ୍ଲାସ୍ରେ ପାଠ ପଢ଼ୁଥିଲେ? ସେତେବେଳେ 9th ପଢ଼ୁଥିଲେ। ତ ସେ ମୋତେ ଡାକିଲେ, ମୁଁ ତାଙ୍କ ପାଖରେ ପହଞ୍ଚିଲି। ମୋତେ ଦେଖିଲେ, ଚନ୍ଦ୍ର ଦେଶରେ ପଶୁମାନେ ଏ ଯେଉଁ ବଣଭୋଜି କରୁଛନ୍ତି ଲୋକ, ଆପାର୍ଟମେଣ୍ଟ ତିଆରି ହେଇଯାଉଛି, ତ ପଶୁମାନଙ୍କ ପାଇଁ ଆଉ ଜାଗା ନାହିଁ। ତ ସେମାନେ କହୁଛନ୍ତି ଯେ ଚାଲ ଚନ୍ଦ୍ର ଦେଶକୁ ପଳେଇବା, ଏଠି ଆମର ଆଉ ଜାଗା ନାହିଁ। ତ ଗୋଟେ ବେଲୁନରେ ସବୁ ପଶୁମାନେ ବସିଛନ୍ତି, କାର୍ଟୁନ୍ କରୁଥିଲି ସେତେବେଳେ, ଉଡ଼ିକି ଯାଉଛନ୍ତି। ତ ଉଦୟନାଥ ଷଡ଼ଙ୍ଗୀ ମୋତେ କହିଲେ ଯେ ତୁମେ ସବୁଦିନ ସବୁ ଗୁରୁବାର ଦିନ ଦେଇପାରିବ? ମୁଁ କହିଲି ହଁ ଦେବି। କହିକି ଚାଲି ଆସିଲି। ପ୍ରତ୍ୟେକ ଗୁରୁବାର ଦିନ ସେଇଟା ମୋର ଚାଲିଲା ଏବଂ ବର୍ଷ ବର୍ଷ ଧରି ଚାଲିଲା। ମୁଁ ଯାହାକୁ ବାହା ହେଇଛି ସେ ଚାଲିଗଲାଣି ମୋ ସ୍ତ୍ରୀ ବି ଛୁଆବେଳେ ସେଟା ଦେଖିଛି। ବହୁତ ଲୋକଙ୍କ ଦ୍ୱାରା ସେଇଟା ଆଦୃତ ହେଲା। ଯେଉଁମାନେ ବର୍ତ୍ତମାନ ବୁଢ଼ା ହେଇନାହାନ୍ତି ପୁରା, ସେମାନେ ମନେ ରଖିଛନ୍ତି ଚନ୍ଦ୍ର ଦେଶରେ ପଶୁ। ସେଟା ବହୁତ ଦିନ ଚାଲିଲା। ତାପରେ ସମ୍ବାଦରେ ବାହାରିଲା। ସମ୍ବାଦରେ ସେମିତି ସୌମ୍ୟରଞ୍ଜନ ପଟ୍ଟନାୟକ ମୋ ପାଖକୁ ଗୋଟେ ଚିଠି ପଠାଇଲେ। ସେ ଚିଠି ପୁଣି ଠିକ୍ ଆଡ୍ରେସ୍ ନାହିଁ। ସେ ପୋଷ୍ଟ ମ୍ୟାନେଜର, ପୋଷ୍ଟ ପିଅନ ଚାରିଆଡ଼େ ବୁଲି ବୁଲି ମୋତେ ନେଇକରି ଘରେ ଦେଲା। ହିନ୍ଦୋଳ କୋଠି, ତୁଳସୀପୁରରେ ରହୁଥିଲି। ସେଠୁ ମୋତେ ଟିକେ ତାପସ ବାବୁ ମୋତେ ଟିକେ ଦେଖା କରିପାରିବେ? ମୁଁ ସେଠୁ ଗଲି, ଦେଖା କଲି। ମୋତେ କହିଲେ ଯେ ଏଇଭଳିଆ କାର୍ଟୁନ୍ ଆମକୁ ଦେଇପାରିବେ? ମୁଁ କହିଲି ହଁ ଦେଇପାରିବି। ତ ସେଠି ଆରମ୍ଭ କଲି। ସେଟା ହେଉଛି ଷ୍ଟ୍ରିପ୍ କାର୍ଟୁନ୍, ମାନେ ତଳେ ପୁରା ଏମିତି ଲମ୍ବା ହେଇକରି ସେଇଥିରେ କବିତା ହେଉ କି ଗପ ହେଉ ଥିବ। ସେଟା ସେମିତି ବର୍ଷ ବର୍ଷ ଧରି ଚାଲିଲା। ଏବଂ ସମ୍ବାଦ ଯେଉଁ ପ୍ରଥମ ପ୍ରକାଶନ, ତାର ପଛ ପେଜ୍ଟା ପୁରା ମୋର କାର୍ଟୁନ୍। ମୋତେ ସେ ଡାକିକିରି ଯେଉଁଦିନ ଆରମ୍ଭ ହେଲା, ମୋତେ କହିଲେ ଯେ ଆଜି ଆପଣଙ୍କର ଏଇଟା ବାହାରୁଛି, ପୁରା ଲାଷ୍ଟ ପେଜ୍। ଏଇଟା ହେଲା ମୋର କାର୍ଟୁନିଷ୍ଟ ଜୀବନ। ତାପରେ ବହୁତ ହିନ୍ଦୁସ୍ତାନ ଷ୍ଟାଣ୍ଡାର୍ଡ଼ରେ ବି ସେତେବେଳକୁ ବାହାରୁଥିଲା ଇଂଲିଶ ପେପର। ଆଉ ଗୋଟେ ସେତେବେଳକୁ ବାହାରୁଥିଲା ଓଡ଼ିଶାର ନ୍ୟୁଜ୍ ଅଫ୍ ଦ ୱାର୍ଲଡ଼, ସେଇଥିରେ ବି କାର୍ଟୁନ୍ କରୁଥିଲି। ଏଇଟା ହେଲା ମୋର କାର୍ଟୁନିଷ୍ଟ ଜୀବନ, ମାନେ କଳାର ଗୋଟାଏ ଅଙ୍ଗ। ତାପରେ ନାଟକ ଲାଇନ୍ କେମିତି ଆସିଲେ? ନାଟକ ଜଗତକୁ ଏଇଭଳି ଭାବେ ଆସିଥିଲି ଯେ ଆମେ ଯେତେବେଳେ ପିଲା ଥିଲୁ, ସେତେବେଳୁ ଆମେ ସେ ମାଆଙ୍କର ଶାଢ଼ୀ ପାଢ଼ୀ ଓହଳେଇକିରି ଗୋଟେ ସ୍କ୍ରିନ୍ କରିକିରି ଆମେ ଭାଇମାନେ ଡ୍ରାମା କରୁଥିଲୁ। ସେଇଠୁ ଆରମ୍ଭ ହେଲା। ସେଇଠି ଗୋଟେ ମଜା କଥା ଅଛି। ମୋ ବାପା ଥିଲେ SP ଥିଲେ ଯେ ଆମେ କ'ଣ କଲୁ, ଗଞ୍ଜାମ କଳା ପରିଷଦରେ ଗୋଟେ ଷ୍ଟେଜ୍ ନୂଆ ହେଇଥିଲା।
ସେଇଠି କରିବା ପାଇଁ ପରମିଶନ୍ ମାଗିଲି, ଦେଇଦେଲେ। ସେଠୁ ମୋର ଯେ ଉପର ଭାଇ ସେ ଜଣେ ଭଲ ସଂଗଠକ, ଅର୍ଗାନାଇଜର। ସିଏ ସ୍ଥିର କଲା ସିଏ ସବୁଯାକ ମ୍ୟାନେଜମେଣ୍ଟ କରେ। ପିଲା ଥିଲୁ ଆମର ସେଇ ଷଷ୍ଠ ସପ୍ତମ ଏଇଭଳିଆ। ତ ଆମେ ବିଭିନ୍ନ ଜାଗାକୁ ଯାଇକିରି ବଡ଼ ବଡ଼ ଲୋକମାନଙ୍କୁ ଚାନ୍ଦା ମାଗିଲି। ଆଠଣା ମାନେ ବହୁତ ସେତେବେଳକୁ। ଡକ୍ଟର ଫିରୋଜ ଅଲି ମାନେ ପପୁଲାର, ତାପରେ ବସନ୍ତ ପାଣିଗ୍ରାହୀ, ଏଇ ସମସ୍ତେ ତ କରିକିରି ତାପରେ ଆମେ ଆଦର୍ଶ ପରିବାର ବୋଲି ଗୋଟାଏ ନାଟକ କଲୁ। ସେଇ ନାଟକରେ ଆମେ ଚୁଲି ଦରକାର ହେଲା, ଘରୁ ନେଇଗଲୁ। ଏଇଭଳିଆ ହେଇକରି ଚାଲିଛୁ, ବାପା ଦେଖୁଛନ୍ତି ସବୁ। ତାପରେ ମଝିରେ କେତେବେଳେ ବାପାଙ୍କୁ କହୁ କିଏ ଜଣେ କହିଦେଇଛି ଯେ ସେମାନେ ଏମିତି ଚାନ୍ଦା ମାଗିକିରି ଡ୍ରାମା କରୁଛନ୍ତି। ବାପା ଆମକୁ ଡାକିଲେ, ତମମାନଙ୍କୁ କିଏ କହିଲା ଚାନ୍ଦା ମାଗିବା ପାଇଁ? ଗାଳି କଲେ, କହିଲେ ଏବେ ଯାଇକିରି ସମସ୍ତଙ୍କ ଘରେ ଚାନ୍ଦା ଯେତିକି ନେଇଛ ଫେରେଇ ଆସ। ଆମକୁ ଭାରି ଲାଜ ଲାଗିଲା, ଆଣିକିରି ପୁଣି ଫେରେଇବୁ। ତ ଆମେ ସେ ଯାହା ହଉ ଆମେ କାଲି ଯିବା ଆଉ କ'ଣ, ଏମିତି ହେଇକି ଟିକେ ରହିଗଲୁ। ତାପରେ ନାଟକଟା ହେଇଗଲା। ହେଲା ପରେ ଯେଉଁମାନଙ୍କୁ ଆମେ ଫେରେଇଥିଲୁ ସେ ବାପାଙ୍କୁ ଗାଳି କଲେ, କହିଲେ ପିଲାଗୁଡ଼ା କେତେ ବଢ଼ିଆ ନାଟକ କଲେ, ତାଙ୍କଠୁ ତୁମେ ପଇସା ଫେରେଇବାକୁ କହିଲ, ଆଠଣା କ'ଣ ଏ ଯୁଗରେ। ତ ସିଏ ଗଲା ପିଲାବେଳର ନାଟକ କଥା। ତାପରେ କଟକ ଆସିଲା ପରେ କଟକରେ ଆମର ଗୋଟାଏ ସଂଗଠନ ଆରମ୍ଭ କଲୁ। ପଦାତିକ ତାର ନାଁ, ଡକ୍ଟର ସୁବୋଧ ପଟ୍ଟନାୟକ, ସୁରେଶ ମିଶ୍ର, ତାପରେ ଆଉ ସବୁ ନାଁ ଭୁଲି ଯାଉଛି। ଏଇମାନେ ମିଶିକି ଆମେ କରିଥିଲୁ, ନାମକରା ଲୋକ ସମସ୍ତେ। ଡକ୍ଟର ସୁବୋଧ ପଟ୍ଟନାୟକ ଡାଇରେକ୍ସନ୍ ଦିଅନ୍ତି ଏବଂ ଆମେ ନାଟକ କରୁ। ଆମେ ସେଇ ହିସାବରେ ଯାଇଥିଲୁ ଏଇ ଯେଉଁ ଆପଣଙ୍କର ସେଟା କ'ଣ ଆହ୍ଲାବାଦ ନା, ଆହ୍ଲାବାଦ ନୁହଁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ତା'ର ଫେଷ୍ଟିଭାଲ ହୁଏ। ସେଇଠି ଆମେ ଯାଉ ଏବଂ ପ୍ରତିବର୍ଷ କିଛି ନା କିଛି ପୁରସ୍କାର ନେଇକି ଆସୁ। ସେଇଠି ମୋର ବହୁତ ଲୋକଙ୍କ ସାଙ୍ଗରେ ଚିହ୍ନା ପରିଚୟ ହେଲା। ନାଟକ ଏମିତି କରି ଚାଲିଲା ଆମର ଏବଂ ବହୁତ ପୁରସ୍କାର ମଧ୍ୟ ପାଇଛୁ। ତା ଛଡ଼ା କଲେଜ ଜୀବନରେ, କଲେଜରେ ମୁଁ ପଢ଼ୁଥିଲି ଫୁଲବାଣୀ, ପାରଳାଖେମୁଣ୍ଡି, ଏଇସବୁ କାରଣ ଭାଇ ବାପା ତ ଚାଲି ଯାଇଥିଲେ ପିଲାବେଳେ। ବଡ଼ ଭାଇଙ୍କ ସାଙ୍ଗରେ ଆମେ ସେ ଯେଉଁଠି ଟ୍ରାନ୍ସଫର୍ ହୁଅନ୍ତି ସେଇଠିକି ଆମେ ଯାଉ। ତ ସେଇଠି ନୂଆ କଲେଜରେ ପଢ଼ିବାକୁ ହେବ। ତ ସେଇଠି ମୁଁ ଗୋଟେ ଏଇ କ୍ଲାସ୍ରେ, ସଂସ୍କୃତ କ୍ଲାସ୍ରେ ଘୁଳେଇବା ଅପେକ୍ଷା କିଛି କରିବା ଭଲ, ସେଇଥିପାଇଁ ମୁଁ ସେ କ'ଣ କଲି, ସେ ଗୋଟେ ଛବି ଆଙ୍କିଲି। ଛବି ଆଙ୍କିକିରି ନାଁଟା ଭୁଲି ଯାଉଛି, କାର୍ଟୁନଟା ମାନେ ଗୀତଟା ସେଇଟା ମାନେ ସେ ଜଣେ ବ୍ରାହ୍ମଣ ଗୋଟେ ହାତରେ ମାଛ ଧରିଛି, ଇଲିଶି ମାଛ, ଗୋଟେ ହାତରେ ବାଘୁଲି ବଡ଼ି, ନିଶ ରଖିଛି, ଆଉ ପଇତା ପକେଇଛି, ହାତରେ ବାଳି, ନାକରେ ନିଶ, ହଇଏ ବ୍ରାହ୍ମଣ ଇଏ କି ବେଶ। ଏଇଟା ଟିକେ ଯାହା ମନେ ପଡ଼ିଲା ମୁଁ କହୁଛି, ଗୋଟେ ବଡ଼ ଥିଲା। ସେଇଟା କ'ଣ ହେଲା, ପିଲାମାନେ ସାଙ୍ଗମାନେ ଦେଖୁ 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 ସେଠୁ ସଂସ୍କୃତ ଶିକ୍ଷକ ଯେ ଥିଲେ ସେ ଶତପଥୀ ବାବୁ, ସେ କହିଲେ ସେଠି କ'ଣ ଚାଲିଛି, ଆଣ ସେ କାଗଜଟା ନେଇକି ଯେତେବେଳେ ଦେଖିଲେ, ମୁଁ ସେତେବେଳକୁ ପୁରା ଛାନିଆ ଯେ ଆଜି ଭଲ ଗୋଟେ ଗାଳି ହେବ ସମସ୍ତଙ୍କ ସାମ୍ନାରେ। ସେଇଠୁ ପଢ଼ିକିରି ଭାରି ହସିଲେ। ହସିକିରି କିଏ ଆଙ୍କିଛି,
ମୋ ପାଖକୁ ସେଠୁ ଆସିଲେ, ଆସିକି ପିଠି ଥାପୁଡ଼େଇକି କହିଲେ ଭଲ କରୁଛୁ ତ ସେଠି ଗୋଟାଏ କ'ଣ ଉତ୍ସାହ ମିଳିଲା, ଜୀବନରେ ଗୋଟାଏ ଇଏ ଆସିଲା, ଉନ୍ମାଦନା ଆସିଲା।